ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୋଇତି ଢୋଲମରା ଗ୍ରାମ ପଞ୍ଚାୟତ ଅଧୀନ ଝାରଗାଡ଼ିଆ ସ୍ଥିତ ମା ଡାଲଖାଇଙ୍କ ପୀଠରେ ଅନଙ୍ଗ ତ୍ରୟୋଦଶୀ ତିଥିରେ ଶୁକ୍ରବାର ଦିନ 33ତମ ଗୀତା ଜୟନ୍ତୀ ମହାଯଜ୍ଞ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ପୁରୋଧା ଶ୍ରୀମାନ ଜଗଦୀଶ ଦାସ ଓ ବ୍ୟାସ ଭାବେ ଶ୍ରୀମାନ ରବୀନ୍ଦ୍ର କୁମାର ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଭାତରେ ସୂର୍ଯ୍ୟ ପୂଜା, ମଣ୍ଡପ ପୂଜା, ଗୋ ପୂଜା, ଅଗ୍ନି ପୂଜା ସ୍ଥାପନ କରି ମହାଭାଗବତ ଗୀତା ପାଠ କରାଯାଇଥିଲା। ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଭାଗବତ ମଣ୍ଡଳୀ, ବିଭିନ୍ନ ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନ ଆଦି କରାଯାଇଥିଲା। ଏହି ଯଜ୍ଞ କମିଟିର ସଭାପତି ନିରଞ୍ଜନ ମନ୍ଥନ, ସମ୍ପାଦକ ପଠାଣି ମନ୍ଥନ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ଯଥା ତ୍ରିଲୋଚନ ପଣ୍ଡା, ସୁବୋଧ ବେହେରା, ସୋମନାଥ ମନ୍ଥନ, ବାପୁଜୀ ମନ୍ଥନ, ସୁଶାନ୍ତ ପାତ୍ର, ସଂକର୍ଷଣ ପାତ୍ର, ପବିତ୍ର ପରିଡ଼ା, ଛବି ପରିଡ଼ା, ରବୀନ୍ଦ୍ର ମନ୍ଥନ, ଦିଲ୍ଲୀପ କୁମାର ପାତ୍ର, ତପନ କୁମାର ମନ୍ଥନଙ୍କ ସହିତ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଅପରାହ୍ନ 4:30 ସମୟରେ ପୂର୍ଣ୍ଣାହୁତି ପ୍ରଦାନ କରି ଯଜ୍ଞାଗ୍ନି ଶାନ୍ତ କରାଯାଇଥିଲା। ଏଥିରେ ଗ୍ରାମବାସୀ ପୁରୁଷ ଓ ମହିଳାମାନେ ଯୋଗଦେଇ ଯଜ୍ଞ ସମାପନ କରିଥିଲେ। ଯଜ୍ଞସ୍ଥଳରେ ଘଣ୍ଟ ଘଣ୍ଟା, କାହାଳି, ହରିବୋଲ ହୁଳହୁଳିରେ କମ୍ପମାନ ହେବା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରେ ସମସ୍ତ ଭକ୍ତ ମହା ଆନନ୍ଦରେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା 7ଟା ସମୟରେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଘଣ୍ଟପଡ଼ା ଓ ବାଲିସାହି ଗ୍ରାମରୁ ଆସିଥିବା 2 ଦଳ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ପରିବେଷଣ ହୋଇଥିବା ନାମ ପ୍ରେମରେ ଗ୍ରାମବାସୀ, ଦର୍ଶକ ଓ ଭକ୍ତମାନେ ମଜି ଯାଇ ବେଶ ଉପଭୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମୁକୁତା ପରିଡ଼ା ଏହି ଯଜ୍ଞରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନୟାଗଡ଼ରୁ ଜିତୁନ କୁମାର ମହାପାତ୍ରଙ୍କ ସହ ଖଣ୍ଡପଡ଼ାରୁ ସଦାଶିବ ପାତ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।